ଆଚ୍ଛା, ସେଇଥିପାଇଁ ଲୁଚା ହେଇଛି ସାରଙ୍କର। ମୁଁ କହିଲି କ'ଣ ପାଇଁ ସେ ସେପଟେ ପାପା ପାପା ହେଇକି ଯାଇକି ଗୋଡ଼ ତଳେ ପଡ଼ିକି ଲୁଚି ପଡ଼ିଛି। ଦେଖିଲା ବେଳକୁ ମାମା ଏପଟେ ଖାଇବା ଖୁଆଇ ଦେଉଛି, ଯାଇକି ପାପା ପାଖରେ ଲୁଚିଥିଲା। ଭାବୁଥିଲା ପାପା ଟିକେ ଦୟା କରିବେ, ପାପା କାହିଁ ଛାଡ଼ିବେ, ସିଏ ଠେଲି ଠେଲି ଆଣିକି ମୋ ପାଖେ ପଠାଇଦେଲେ। ପୁଣି ତାର ଆରମ୍ଭ ହେଇଗଲା କାନ୍ଦ, ନେହିଁ ନେହିଁ ନେହିଁ। ମାନେ ଗୋଟେ ୱାର୍ଡ଼ ମୋ ପୁଅ ଶିଖିଛି, ନେହିଁ ନେହିଁ। କାନ୍ନା ହେ ନେହିଁ, ସୁନା ହେ ନେହିଁ, ये करना है नहीं, वो करना है नहीं, ଖାଲି ତ ନେହିଁ ନେହିଁ ନେହିଁ। ହଉ ଛାଡ଼, କଳେ ବଳେ କୌଶଳେ ତାକୁ ଟିକେ ଖୁଆଇ ଦେଇଥିଲି। କିଛି ସମୟ ପରେ 11ଟା ସାଢ଼େ 11ଟା ବେଳକୁ କହିଲା, ମାମା ମୁଁ ଟିକେ ମ୍ୟାଙ୍ଗୋ ଖାଇବି। ମ୍ୟାଙ୍ଗୋ କାଟିକି ଦେଲା ପରେ ବାବୁଙ୍କୁ ଆମର ରୁଚିଲାନି, ତ ପୂର୍ବିକର ବଳକା ମ୍ୟାଙ୍ଗୋ ତକ ମୁଁ ଖାଇଲି। ଅଧା ରୋଷେଇ ଛାଡ଼ି ଝାଳ ନାଳ ହେଇକି ଆସି ରହିଗଲେ, ବେଶୀ ସମୟ କଟା ହେଇକି ଭଲ ଲାଗିବନି ବୋଲି ଆସିକି ଖାଇଦେଲି ଫାଷ୍ଟ। ଦ୍ୱିପହର ଭୋଜନ ପକେଇ ଦେଇ ଶୋଇକି ଉଠିଲା ପରେ ଆଉ କ'ଣ କାମ, ଝୁଲୁ ନିତାଇ ନାଚ ହେଉଛି ସ୍ପିକର ଲଗେଇକି। ଦେନ୍ ଆମେ ଟିକେ ମାର୍କେଟ ପଳେଇ ଆସିଥିଲୁ। ଆଜି ଥିଲା ଆମର ନନଭେଜ୍ ବାରଟା, ଆଇଁଷ ପାଣି ଟିକେ ହେବ ଆଜି। ମୁଁ ଆଜି ବହୁତ ଦିନ ପରେ ପୁଣି ଆସିଲି ମାଛ ମାର୍କେଟ, କାରଣ ଆଜି 2-3ଟା ପ୍ରକାର ମାଛ ନେବାର ଥିଲା। ସ୍ୱାମୀ ମୋର ତ ମାଛ ବାଛି ଜାଣିବେନି, ଖାସ୍ କରି ଚିଙ୍ଗୁଡ଼ି ଫିଙ୍ଗୁଡ଼ି ବାଛି ପାରିବେନି, କାରଣ ଆମ ରୋହି ମାଛ ତ ସେ ବଞ୍ଚିଲା ମାଛ ନିଅନ୍ତି, କିଛି ନାହିଁ, ଫ୍ରେଶ୍ ଯାଏ। ତ ଏଇଟା ଗୋଟେ ବଡ଼ ମାର୍କେଟଟେ, ମାଛ ମାର୍କେଟର। ସେଇ ବଡ଼ ମାର୍କେଟକୁ ପଳେଇ ଆସିଥିଲୁ। ପୂର୍ବିକୁ ନେଇକି ସେଠି ବଞ୍ଚିଲା ମାଛଟା ଧରଉଛନ୍ତି ହାତରେ ଧରିକି, ସିଏ ମୋର ଡରିକି ଧାଇଁଛି। କିଛି ସମୟ ପରେ ତା ନିଜକୁ ନିଜ ଭୟ ଛାଡ଼ିଗଲା। ଦେଖିଲା ଦେଖୁନୁ ବାପା ଧରୁଛନ୍ତି, କିଛି ହେବନି, ନିଜେ ଯାଇକି ଧରିବାକୁ ଚେଷ୍ଟା କଲା। ତ ମୁଁ ମନା କରିଦେଲି, ପୂର୍ବିକ ହାତ ହ ନାହିଁ, ଦେହ ମୁଣ୍ଡ ପୁରା ଆଇଁଷ ପାଣି କରିବୁ, ଗାଡ଼ିରେ ଯିବା ପୁଣି। ତ ଥାଉ ତାକୁ କହିଦେଲା ଗୁଣ ସେ ବି ମାନିଗଲା, ମୋ ପାଖେ ଠିଆ ହେଇପଡ଼ିଲା। ଭାଇ ଏଇ ଗରମରେ ମୋର ଆଉ ଆଜି କିଛି ମାନେ କରିବା ପାଇଁ ପେସେନ୍ସ ନାହିଁ। ତ ଖାଲି ସକାଳର ଭାତ ଥିଲା, ପଖାଳ ଭାତ ଖିଆ ହେବ ରାତି ଟାଇମ୍ରେ, ମାଛ ଭଜା ସହିତ ପିଆଜ ଲେମ୍ବୁ ସହିତ, ଆଉ କିଛି ନାହିଁ। କିନୁ ଗରମ ଭାତ କର, ମାଛ ଝୋଳ କର, ତା ଅପେକ୍ଷା ପଖାଳରେ ଶାନ୍ତି, ନା କ'ଣ?